ଗତକାଲି ତେଲେଙ୍ଗାନାର ରାଜ୍ୟ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଲେ। ତେଲେଙ୍ଗାନାର ବିଧାନସଭାରେ ପଛୁଆ ବର୍ଗଙ୍କ ପାଇଁ 42% ରିଜର୍ଭେସନ୍ ଚାକିରି କ୍ଷେତ୍ରରେ ଏବଂ ଶିକ୍ଷା କ୍ଷେତ୍ରରେ ଏବଂ ରାଜନୈତିକ ସ୍ତରରେ ବିଭିନ୍ନ ଅନୁଷ୍ଠାନମାନଙ୍କରେ ମଧ୍ୟ 42% ରିଜର୍ଭେସନ୍ ଦେଲେ। ତତ୍ସହିତ ଏସ୍ସି ଏବଂ ଏସ୍ଟିଙ୍କ ପାଇଁ 25% ରିଜର୍ଭେସନ୍ ରଖିଲେ। ଏବଂ ପୂର୍ବରୁ ଓବିସି ମାନଙ୍କ ପାଇଁ 29% ରିଜର୍ଭେସନ୍ ଥିଲା, ଯଦିଓ ମଣ୍ଡଳ କମିଶନରେ 27% ସୁପାରିଶ ଥିଲା। ଆଗରୁ ସେ ରାଜ୍ୟରେ 29% ରିଜର୍ଭେସନ୍ ଆଗରୁ ଲାଗୁ ହୋଇଥିଲା। 42% ରିଜର୍ଭେସନ୍ କରିବାର ଯେଉଁ ନିଷ୍ପତ୍ତି ରାଜ୍ୟ ସରକାର ନେଲେ, ପ୍ରଥମେ ଜାତିଭିତ୍ତିକ ଜନଗଣନା ରାଜ୍ୟରେ କରାଇଲେ। ତାକୁ ସାଇଣ୍ଟିଫିକାଲି ଡାଟା ଆନାଲାଇଜ୍ କଲା ପରେ ଓବିସିଙ୍କ ସଂଖ୍ୟା 42% ବାହାରିଲା ଏବଂ 42% ରିଜର୍ଭେସନ୍ ଓବିସିରେ ଦିଆଗଲା ଉଭୟ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ। ଠିକ୍ ସେହିଭଳି ଏସ୍ସି ଏସ୍ଟିର ଯେଉଁ ଡାଟା ଥିଲା ତାକୁ ମଧ୍ୟ ବଢ଼େଇ 10% ଏବଂ 15% ଅର୍ଥାତ୍ 25% ରିଜର୍ଭେସନ୍ ଏସ୍ସି ଏସ୍ଟିକୁ ଦିଆଗଲା ଶିକ୍ଷା କ୍ଷେତ୍ରରେ ଏବଂ ଅନ୍ୟାନ୍ୟ ବିଭିନ୍ନ ଯେଉଁ ରାଜନୈତିକ ସ୍ତରରେ। ଇଏ ଏକ ନିଷ୍ପତ୍ତି ସମଗ୍ର ଦେଶରେ ସ୍ୱାଭାବିକ ଭାବେ ଏକ ଅଧ୍ୟାୟ ସୃଷ୍ଟି ହେଲା, ନୂଆ ଅଧ୍ୟାୟ ସୃଷ୍ଟି ହେଲା। ଆମ ରାଜ୍ୟରେ ଓବିସିଙ୍କ ସଂଖ୍ୟା 54%, ସେମାନଙ୍କ ପାଇଁ ରିଜର୍ଭେସନ୍ ଅଛି ମାତ୍ର 11%। 27% ବି ହେଇପାରୁନି। ଗତ 30 ବର୍ଷ ଧରି ଆମେ ଦାବି କରି ଆସୁଛୁ, ତାକୁ ମାତ୍ର 11% କେବଳ ଚାକିରି କ୍ଷେତ୍ରରେ ଦିଆହେଇଛି। ଶିକ୍ଷା କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ଉଚ୍ଚଶିକ୍ଷାରେ 0%। ଶୁଣ, এই ବର୍ଗର ପିଲାମାନେ ଡାକ୍ତର ଇଞ୍ଜିନିୟର ହେଇପାରିବେନି। এই ବର୍ଗର ପିଲାମାନେ କୌଣସି ସୁଯୋଗ ପାଇବେନି ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନରେ। ଚାକିରି କ୍ଷେତ୍ରରେ ନାହିଁ, ଶିକ୍ଷା କ୍ଷେତ୍ରରେ ନାହିଁ। ଏବଂ ଠିକ୍ ସେହିଭଳି ଆମ ରାଜ୍ୟରେ ଏସ୍ସି ଏସ୍ଟି ପିଲାମାନଙ୍କର ସଂଖ୍ୟା ହେଉଛି, ଲୋକଙ୍କର ସଂଖ୍ୟା ହେଉଛି 40%। ସେମାନେ ପାଇବା କଥା ଉଭୟ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ମିଳିଲା ବେଳେ ଉଚ୍ଚଶିକ୍ଷାରେ ମାତ୍ର 20% ଦିଆହେଇଛି। ତାଙ୍କର ସାମ୍ବିଧାନିକ ଅଧିକାରକୁ କାଟି ଦିଆହେଇଛି। ସେ ସମ୍ପର୍କରେ ବାର ଦାବି ହେଇଛି, କିନ୍ତୁ ରାଜ୍ୟ ସରକାରମାନେ ଅତୀତରେ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ବିହାରରେ ହେଇସାରିଲା ପରେ ଆମେ ଏଠି ଓଡ଼ିଶାରେ ବାର ଦାବି କରାଯାଉଛି। ସାମାଜିକ ନ୍ୟାୟ ପକ୍ଷରୁ ମୁଁ ନିଜେ ବାର ଏପରି କୌଣସି ସଭା ସମିତି ନାହିଁ ଯେଉଁଥିରେ କି ଦାବି ନ ହେଉଛି, କିନ୍ତୁ ରାଜ୍ୟ ସରକାରମାନେ ଚୁପ୍। ଜାତିଭିତ୍ତିକ ଜନଗଣନା ରାଜ୍ୟରେ ହେଲା ନାହିଁ ଏବଂ ହେଇଥିଲେ 54% ଯେଉଁ ଓବିସି ଅଛି ସେ ଆହୁରି ବଢ଼ିବ ବୋଲି ମୋର ବିଶ୍ୱାସ। ଠିକ୍ ସେହିଭଳି ଏସ୍ସି ଏସ୍ଟିଙ୍କ ସଂଖ୍ୟା 40%ରେ ପହଞ୍ଚିଲା ବେଳେ ସେମାନେ ତାଙ୍କର ନ୍ୟାୟ ପାଉନାହାନ୍ତି। କ'ଣ ପାଇଁ ପାଇବେ ନାହିଁ? 6% ମାତ୍ର। ଏସ୍ସି ଏସ୍ଟି ଓବିସି ଏ ସମୁଦାୟ ହେଲେ 94% ଲୋକ, ସଂଖ୍ୟାଲଘୁ ବି ତା ଭିତରେ ଅଛନ୍ତି। କିନ୍ତୁ ସେପଟେ ମାତ୍ର 6% ସେମାନଙ୍କୁ 10% EWS କୋଟାରେ ଆମ ରାଜ୍ୟରେ ଦିଆହେଇଛି ଉଭୟ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ। ସେମାନଙ୍କୁ ଯଦି ମିଳିଲା ତାହେଲେ ଏମାନଙ୍କୁ କାହିଁ ମିଳିବ ନାହିଁ? ସେମାନଙ୍କୁ ମିଳୁ, କାହାରି ଆପତ୍ତି ନାହିଁ। ଯଦି ସେମାନେ 100%ରୁ ଅଧିକା ପାଇଲେ, ଏଠି ଏମାନେ 0% କେମିତି ପାଇବେ ଓବିସି ମାନେ? ତାର ଅର୍ଥ କ'ଣ? ଏବଂ ସେମାନେ ଯଦି ଜାତିଭିତ୍ତିକ ଜନଗଣନା ହେଇଥାନ୍ତା, ସଂଖ୍ୟା ବାହାରିବା ସାଙ୍ଗେ ସାଙ୍ଗେ କେଉଁ ବର୍ଗର କ'ଣ ଆର୍ଥିକ ସ୍ଥିତି ତା ବି ସ୍ପଷ୍ଟ ହେଇଥାନ୍ତା। ସେଥିଲାଗି ମୁଁ ଅନୁରୋଧ କରିବି ଓଡ଼ିଶା ବିଧାନସଭାକୁ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ, ରାଜ୍ୟରେ ତୁରନ୍ତ ଏକ ବିଲ୍ ଆଣନ୍ତୁ। ଅତି କମ୍ରେ 54% ରିଜର୍ଭେସନ୍ ତୁରନ୍ତ ଓବିସି ବର୍ଗକୁ ଦିଆଯାଉ ଏବଂ ଏସ୍ସି ଏସ୍ଟିର ଯେଉଁ ତାଙ୍କର ଶିକ୍ଷା କ୍ଷେତ୍ରରେ ମିଳିନାହିଁ ବର୍ତ୍ତମାନ ଯେ ତାକୁ ମଧ୍ୟ ଦିଆଯାଉ ଏବଂ ଘୋଷଣା କରନ୍ତୁ ରାଜ୍ୟ ସରକାର ତୁରନ୍ତ ଜାତିଭିତ୍ତିକ ଜନଗଣନା କରିବା ପାଇଁ। ମୋର ବିଶ୍ୱାସ ଦଳମତର ଊର୍ଦ୍ଧ୍ୱରେ ରହି ଯେପରି ତେଲେଙ୍ଗାନାରେ ସର୍ବଦଳୀୟ ଭାବେ ବିଲ୍ଟି ପାସ୍ କରାଗଲା ବିଧାନସଭାରେ, ସେଠି ବିଜେପି ବି ଅଛି,
टीआरएस भी अच्छी अन्य वामपंथी दल मान भी अच्छा एवं कांग्रेस तार नेतृत्व नेला एवं कांग्रेस मुख्यमंत्री या बिल को सर्वसम्मति क्रमे पास कराई बर्तमान प्रधानमंत्री निकट को एक सर्वदलीय डेलीगेशन जाऊँगी कार्यकारी कराइवाई आम राज्य कहीं हम ना आम देश आम राज्य में सबुठ बेसी पिला दादन खटिया को जाऊँच चाकरी खंडे ना जो सरकारी चाकरी बाहर एम कौन सुजोग नहीं संवैधानिक अधिकार देवे असुविधा कौन अच्छे उभय विरोधी पक्ष एवं सरकारी पक्ष एकमत है तुरंत यही विधानसभा जो बर्तमान चली करेन्ट असेंबली से असेंबली सेशन रे राज्य सरकार बिल आणतु विरोधी पक्ष बाध्य करातु बिल आने न जदि न हुए ताले आगामी दिन में एक व्यापक जन आंदोलन सरकार ताकू सामना करने प्रस्तुत रहिबे।